ଜଣାଶୁଣା ବିଷୟ ଆପଣ ମାନେ ଗାଇଥିବା ବିଷୟ ବସିଛନ୍ତି ଶୀତ କାକରରେ ଦେଖିଲେ ଟିକେ ଖୁସି ଅନୁଭବ କରିବେ ଆପଣଙ୍କର ଅଭିନୟ ବୋଲି ବିଷୟ ଟିଏ ଭାବିଛି ଦେବି ବୋଲି ମୁଁ ଆପଣ ମାନେ ଗାଇଥିବା ବିଷୟଟିଏ ହିଁ ଦଉଛି ଆପଣ ମାନେ ଗାଇଛନ୍ତି ମୁଁ ମୋବାଇଲ ୟୁଟ୍ୟୁବ ରେ ଦେଖିଛି ଲକ୍ଷ୍ମଣଙ୍କର ଦଶଭୁଜା ରୂପ ଦୁର୍ଗା ରୂପ ହିଁ ବଧ କରିଛନ୍ତି ଏଇଟା ଆପଣ ମାନେ ହିଁ ଅଳ୍ପ ଦିନରେ ଗାଇଛନ୍ତି ଜାଣିପାରିଲେ ତ ମେନ୍ ହଉଛି କଣ କି ଲକ୍ଷ୍ମଣ ନାରୀ ବେଶଟା କେମିତି ରାଜା ହେବେ ନାଇଁ ସେଟା ମେନ୍ ନାଇଁ ଆଗ ମେନ୍ ଏଇ ବିଷୟରେ ହଉ ମୁଁ ସାର୍ ଆରମ୍ଭ କରୁଛି ବିଷୟଟା ସେଇଠୁ ତ ହବ କଣ ସେ ବିଷୟଟା ହଉଛି ହଁ ସେଇଟା ବିଷୟ ବହି ହେଲା ବିଲଙ୍କା ରାମାୟଣ ଲଙ୍କାକାଣ୍ଡ ଏ ଭୁଲ କଲି ସାରେ ଆମର ଦାଣ୍ଡି ରାମାୟଣ ଲଙ୍କାକାଣ୍ଡ ଲଙ୍କାକାଣ୍ଡ ହଉ ଗାଆନ୍ତୁ ମୁଁ କହୁଛି ଗାଆନ୍ତୁ ତ ଲଙ୍କାକାଣ୍ଡ ସାର୍ ଟିକେ ଉତ୍ତରାକାଣ୍ଡ ହଁ ଉତ୍ତରାକାଣ୍ଡ ହଁ ରାମାୟଣଙ୍କର ଆଉ ବେଶୀ ଲମ୍ବା ନ ଛାଡ ଏ ହେ ସାଧୁ ଜନେ ପରେ ଶ୍ରବଣ ରସ ରାମାୟଣ ରାମଙ୍କ ନାମ ଏ ମାରିର ରାବଣ କରି ନିଧନ ଭୁଲୁଛନ୍ତି ମନେ କିଏ ଗଣ୍ଡାସୁର ଗେଣ୍ଡାସୁର ଏବଂ ଗୟଳାସୁର ଏବଂ ଦୁଇ ଭାଇ ହେଲେ ତେଣୁ ଏମାନେ ପୂର୍ବଜ ବରପ୍ରାପ୍ତ ପାଇଥିଲେ ଯେ ଏମିତି ଥିଲେ ଯେ ଆମେ କାହା ହସ୍ତରେ ମରିବୁ ନାହିଁ କିନ୍ତୁ ସେ ରାଜ୍ୟଟାକୁ କ୍ଷିପ୍ତ ବିକ୍ଷିପ୍ତ କରୁଥିଲେ ତେଣୁ ସେ ସମୟରେ ଚିନ୍ତା କଲେ ଯେ ଇଏ କାହା ହାତରେ ମରିବେ ବୋଲି ୟାର ପୂର୍ବର ହିସାବ ଥିଲା କିନ୍ତୁ ଏମିତି ଜଣେ ସେ କହିଥିଲେ ଯେ ଜଣେ କେହି ଯଦି ପୁରୁଷ ନାରୀ ଭୂମିକା ଅଭିନୟ କରି ଯଦି ଆସିବ ତାହେଲେ ତମକୁ ସେ ବଧ କରିପାରିବ ବୋଲି ତା ପୂର୍ବଜ ଥିଲା କହିଲେ ଏମିତି ସଂସାରରେ କେହି ନାହିଁ ତେଣୁ ଏଇଟା କେମିତି କଲେ ତାପରେ କହିବେ ଆଉ ପ୍ଲଟ ଗୁଡାକ ଗୋଟେ ଜିନିଷ ହଉଛି କଣ କି ମାନେ ପଢିବା ଗୋଟେ ଜିନିଷ ପ୍ଲଟ ଛୋଟିଆ ପ୍ଲଟ ହୁଏ ଦୁନିଆ ଲମ୍ବା ଗୁଡେ ଆମେ ବିଷୟଟାକୁ ଲମ୍ବେଇ ନେଲା ବେଳକୁ ଆହୁରି କେତେ ଯଦି ସେଦିନ ଭାଇ ଗାଉଥିଲେ ପୂର୍ବ ପଦଟା ଠିକ ଗାଉଥିଲେ ମୁଁ ବି ଏହା ସଂଯମତା କରିଛି ଅବଶ୍ୟ ଯେ ହଉଥିଲା ହେବେ ସେଦିନ ତେଣୁ ମୁଁ ହାଡକୁ ନ ଯାଇ ଡାଇରେକ୍ଟ ପୁରା ପ୍ଲଟ ନାଇଁ ନା ମଜା ଆଇବନି ଯେ ମଜା ଆସିବନି ଆପଣ ମାନେ ଉଭୟଙ୍କୁ ଯଦି କିଛି କିଛି ହଉ ତାହେଲେ ହବ ପୁଣି ଏଇଠୁ ହବ ନା ଯେତେବେଳେ ଯୁଦ୍ଧାତ୍ମକ ବିକଶିତ ହବ ସେଇଠୁ ହେବ ଯୁଦ୍ଧଟା ମାନେ ଯୁଦ୍ଧାତ୍ମକ କେମିତି ହବ ଯୁଦ୍ଧ କରନ୍ତୁ ନା ସାର୍ ଯୁଦ୍ଧ ହବ ନାହିଁ ଏଇଠୁ
ଭାଇ ଗାଆନ୍ତୁ ହେଠୁ ମୁଁ ଗାଇବିନି। ହଉ ଠିକ ଅଛି ହଉ ପ୍ରଥମ ଥାକ ଗଲା ଦେଖି ଆପଣ ଆରମ୍ଭ କରନ୍ତୁ। ଶୁଣ ତୁ ପଣ୍ଡିତ ଜନ ଧୀରେ ଦେଇ ଦାଣ୍ଡି ରାମାୟଣ କଥା କରିବି শুনিবে বসি সভারে গোবিন্দ দোষ দোষ ଥିଲେ মোর করিবে বাজন আগে শুনুথিবে দেই মন উত্তরাখণ্ডে যাহাটি বর্ণিত সভারে করে গায়ন কি গাই আজ্ঞা ভাই আমার কহিলে যে আপনার প্লট রয়েছে যে লক্ষণকর দুর্গা রূপ ধারণ কিন্তু ভাই আমার কହୁଛନ୍ତି নারী কিଏ কাহিকি অভিশাপ দেলা যে তুমি নারী হেব আর শুণ তু পণ্ডিত জন হে ধীরে রে মন মনা গয়ল যে মনসা সুরতি নিজান অভিশপ্ত হই মর্ত্য পুরে নেলে জন্ম অভিশপ্ত হেলা বেড়ে সেই লোকরির মুক্তি মার্গ তুমা গন্তি ঋষিঙ্গ পয়র আজ্ঞা শুণ তু কবিগণর ସେହି ସମୟରେ ସେ ଋଷି ବଇଲେ ମୁପତି ହେବ ସତର କି ଗାଈ ଲକ୍ଷଣ ନାରୀ ରୂପ ଧାରଣ କରିଲେ ହୋଇବ ତୁମ୍ଭ ମରଣ ତାହାକୁ ଦେଖି କହିବ ଧନ ମୁପତି ମାର୍ଗ କହିବ ଆଜ୍ଞା ଶୁଣନ୍ତୁ କବିଗଣ ମଙ୍ଗଳଙ୍କ ପୁତ୍ର ଅଭିଶପ୍ତ
ହୋଇ ମର୍ତ୍ତ୍ୟରେ ନେଲେ ଜନମ କି ନାଇଁ ଜନମ। ଆଜ୍ଞା ମୁଁ ଗୋଟେ ଟପିକ ଆଣିଲି ଯେ ମଙ୍ଗଳଙ୍କର ପୁଅ ଜଣେ ଋଷିକୁ ଧିକାର କରିଛନ୍ତି। ସେ ଋଷି କିଏ? କାହିଁକି ତାକୁ ଧିକାର କରିଛନ୍ତି? ମାନେ ସେମାନେ ମର୍ତ୍ତ୍ୟରେ ଜନ୍ମ ହେଲେ। ଆଜ୍ଞା ଏଡୁ ଟପିକଟା ଆରମ୍ଭ ହେଲେ ମୁଁ ଭାବୁଛି ଭଲ ହବ। ହଉ ଅନେକ ଦିନର ପାଠ ଆଜ୍ଞା, ହେଲେ ଫେର ବି ଋଷି ନାଁ କାହିଁକି ନ ହେଲା ତଥାପି ବଜାବି। ଏ ଆପଣା କଲା କର୍ମ ମାନରେ ମାନସ କ୍ରୋଧେ ହୁଅ ସାବଧାନରେ ମାନସ। ତମେ କାହିଁକି ଏ ଜନ୍ମ ପାଇଲ ଆଗ ଯେ ତମେ ଜଣେ ଗୋଟେ ଶରୀରକୁ ଗ୍ରହଣ କରିବା, ଗୋଟେ ମାଂସାଶୀ ଗ୍ରହଣ କରିବା, ଖୋଳକୁ ସପଣ କରିବା ଦ୍ୱାରା ତମେ ହିଁ ପ୍ରଥମେ ମର୍ତ୍ତ୍ୟର ଭୁବନ କଲ। ଯେ ତମର ଖୋଳଟା ଉପର ଉର୍ଦ୍ଧ୍ୱ ଦେଶର ଟାଣ ଥିବ କିନ୍ତୁ ଅନ୍ତର ଦେଶଟା କୋମଳ ଥିବ। ଗେଣ୍ଡାସୁର ଯୋଉଟା କୁହାଯାଏ ଗେଣ୍ଡା ଜନ୍ମ। ନାଇଁ ନାଇଁ ଗଣ୍ଡା ଯେ ନାଇଁ ସାର୍ ଏଟା ହଉଛି ଗେଣ୍ଡା ନା ଗୟଳ ହଉ ଏ ଆଜ୍ଞା ଗଣ୍ଡା ଗଣ୍ଡା। ତେଣୁ ସେ କହିଲେ ଅନ୍ତରଟା ହଉଛି କଣ କୋମଳ। ଆଜ୍ଞା ଟିକେ ଆଉ ଟିକେ ଯାଉଛି ଆଗକୁ ଟିକେ ଆଜ୍ଞା କରିଦେଲେ ମତେ ଦେଖିବା ଭିତରେ ତାପରେ ହେଠୁ ସିଏ କଣ ପ୍ରତିପାଦକ କଲେ ଯେ ଆଜି ହେଲେ ଲକ୍ଷ୍ମଣ ଦଶଭୁଜା ବା ନାରୀ ଦଶଭୁଜା କଣ ପାଇଁ ହେଲେ? ନାଇଁ ଟିକେ ଦେଖନ୍ତୁ, ଆପଣ ମାନେ ଯୋଉ ବିଷୟ ଗାଇଛନ୍ତି ଯୋଉଠୁ ଭଲ ଭାବରେ ମୁଁ ଜାଣିଛି ସେଇଗୁଡାକ ଗାଇବେ ଆପଣ ମାନେ, ମୁଁ ଜାଣିଛି ସେଇଟା ଭଲ ଲାଗିବ। ଲକ୍ଷ୍ମଣ କାହିଁକି ବଧ କରିବେ ଆକୁ? କଣ ଦରକାର ପଡିଲା ଆଙ୍କର ଲକ୍ଷ୍ମଣଙ୍କର? ଆଜ୍ଞା ଦେଖନ୍ତୁ, ମୋର କହିବା କଥା ଯେ ଲକ୍ଷ୍ମଣ କାହିଁକି ତାକୁ ବଧ କରିବେ? ଯଦି ଚାହିଁଥିଲେ ଭଗବାନ ରାମ ଠାକୁର କରିପାରିଥାନ୍ତେ, ଅନ୍ୟତ୍ର କରିପାରିଥାନ୍ତେ, କିନ୍ତୁ ଲକ୍ଷ୍ମଣଙ୍କର ଆଜ୍ଞା ଥିଲେ ହଉଛି ସର୍ପରୂପ। ସିଏ ନାନାଦି ରୂପକୁ ଦର୍ଶନ କରିପାରନ୍ତି। ଏକରେ କଣ ଗେଣ୍ଡାକୁ କିଏ ଖାଏ ଆଜ୍ଞା, ବା ଗଣ୍ଡାକୁ ବା ଆପଣ କହିଲେ ଗେଣ୍ଡା ଗୟଳ କହିଲେନି ପୁଣି କିନ୍ତୁ ମୁଁ କହିବି ଯେ ଭଗବାନ ଆଜ୍ଞା ସେ ସର୍ପକୁ ଆଧାର କରନ୍ତି, କିଏ ସର୍ପ ରୂପ ଧାରଣ କରନ୍ତି। ତେଣୁ ଲକ୍ଷ୍ମଣ ନାରୀ ରୂପକୁ ଧାରଣ ମଧ୍ୟ କରିପାରନ୍ତି। ଉର୍ମିଳା ରୂପ ଧାରଣ କରି ଆଜ୍ଞା ନିଜେ ଦଶଭୁଜା ରୂପ ହୋଇ କେମିତି ଦଶଭୁଜା ହେଲେ ନା 24 ଜଣ 21 ଜଣ ଆସିଥିଲେ କୋଉଠୁ ନା ଏଠିକି ଆସିଥିଲେ 21 ଜଣ ଲୋକ, ବୋଧେ 21 ଜଣ। ତେଣୁ ତାଙ୍କର ହସ୍ତଦ୍ୱୟକୁ ଧରି ଆଜ୍ଞା ଯାହାକୁ ଯାହାକି ଖଣ୍ଡନ କଲେ ଆଜ୍ଞା ପଥର କଲେ। କହିବେ ଆପଣ ସେ ଦି ଜଣ ଆଙ୍କର କଣ କ୍ଷତି କଲେ? କାହାର ଆଜ୍ଞା କାହାର କଣ କ୍ଷତି କଲେ? ଏଇ ଯୋଉ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ସେ ଗୟଳସୁର ଗଣ୍ଡାସୁର ଆଙ୍କର କଣ କ୍ଷତି ଯେ ମାନେ ତାଙ୍କୁ ଯାଇକି ମାରିବେ? ଆଜ୍ଞା ପ୍ରଥମ କଥା ହେଲା ଯେ ଗଣ୍ଡାସୁର ଗୟଳସୁର ଯେଉଁ ଦଶକୁ ଆବଦ୍ଧ କରି ରଖିଥିଲେ ସେ ଦେଶର ଅଧିଷ୍ଠାତ୍ରୀ ଦେବତା ହେଉଛନ୍ତି ବିଘ୍ନରାଜ ଗଣେଶ। କାରଣ ଇଏ ଯେତେବେଳେ ସେ ଦେଶକୁ ମାନେ ୟାଙ୍କ କରାଗତରେ
ରଖିଲେ ସେଇ ଦିନ ଠାରୁ ଆଜ୍ଞା ଗଣେଶଙ୍କର ପୂଜାଟା ସମ୍ପୂର୍ଣ୍ଣ ନିଷେଧ ହେଇଗଲା। ତାଙ୍କର ଯେଉଁ ଲଡୁ ଭୋଗଟା ହୁଏ ସେ ଲଡୁ ଭୋଗଟା ଆଉ ହେଇପାରିଲା ନାହିଁ। ତେଣୁ ଲକ୍ଷ୍ମଣ ହେଉଛନ୍ତି ଆଜ୍ଞା ସାକ୍ଷାତ ଶିବ। କାରଣ ଯେତେବେଳେ ଲକ୍ଷ୍ମଣ ଯାଇଛନ୍ତି ସେହି ଦିନ ଠାରୁ ଆଜ୍ଞା ସେ ରାଜ୍ୟରେ ପୁଣି ଗଣେଶକୁ ଗଣେଶ ଉଦ୍ଧାର କହିଲେ ବି ଅତ୍ୟୁକ୍ତି ହବନି ବିଷୟ। ଗଣେଶ ସେଠି ବନ୍ଦୀ ହେଇକି ଅଛନ୍ତି। ପୂଜ୍ୟ ହେଇକି ଅଛନ୍ତି। ଏ କଥା ଜାଣିଲେ କିପରି ଏ ଚାରି ଭାଇ? ଆଜ୍ଞା ଚାରି ଭାଇଙ୍କୁ ମା ସୀତା କହିଛନ୍ତି। ଆପଣ ଏ କଥାଟା ଆଜ୍ଞା ଯେ ଗଣେଶ ପୂଜ୍ୟ ହୋଇ ରହିଛନ୍ତି ମା ସୀତା ଜଗଦମ୍ବା ସୀତା ବି ନୁହନ୍ତି ଆଜ୍ଞା। ମୁନି ଜଣେ ଆସିକି କହିଛନ୍ତି ମୁଖ୍ୟ ଟପିକ ଯେ ରଘୁବଂଶ ପିତୃହନ୍ତା ଆଉ 2 ଜଣ ରହିଗଲେ। ଆଜ୍ଞା 2 ଜଣ ବଧ ହେଲେଣି ଆଉ 2 ଜଣ ପିତୃହନ୍ତା ରହିଲେ। ଯେ ସେ ପିତୃହନ୍ତା 2 ଜଣ ଏଠି ମରିବେ। ଯେ ପିତୃହନ୍ତା କେମିତି ହେଲେ ଏ 2 ଜଣ? ମାନେ ଯୋଉ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନଙ୍କର ଏ ଅସୁର ମାନେ ପିତୃହନ୍ତା କିପରି ହେଲେ? ଆଜ୍ଞା ଦେଖନ୍ତୁ ଗଣ୍ଡାସୁରକୁ ମୁଁ କହିଲି ଗଣ୍ଡାକୁ ବଧ କରିବା ପାଇଁ ଭଗବାନ ରାମ ଠାକୁର ଆଜ୍ଞା ଯାହାକି ପହଞ୍ଚିଥିଲେ ପାତାଳି କ୍ଷେତ୍ର ପର୍ଯ୍ୟନ୍ତ। କିନ୍ତୁ ବାସ୍ତବରେ ତାଙ୍କ ପିତା ସାଧ ବି ହେଇପାରିନଥିଲା ଠିକରେ, ଗଣ୍ଡା ମାସ ବି ନେଇପାରିନଥିଲେ। ଇଏ ଗୋଟିଏ ମାର୍ଗ। ଆଉ ଗୋଟିଏ ମାର୍ଗ ମୁଁ କହୁଛି ଯେ ଗଣ୍ଡା କହିଲେ ଗଣ୍ଡାର ଗୋଟେ ପୂର୍ବ ଜନ୍ମ ଥିଲା, ଜଣେ ଋଷି ଥିଲେ ଆଜ୍ଞା। ତେଣୁ ଏ ଋଷି ଜଣକ ରଘୁବଂଶ ଆଡକୁ ଗଲେଣି। ଟିକେ ରଘୁବଂଶ କଥା ଯଦି ଗଲାଣି ତାହେଲେ ରଘୁବଂଶ କଥା ମୁଁ ଟିକେ ଆଲୋଚନା କରିବି ଯଦି ସମ୍ବୋଧନ ଦେବେ। ଯେ ସେ କହିଲେ ଯେ ଯେତେବେଳେ ରାମ ଏଇ ଯୋଉ ଦଶରଥଙ୍କର ଆମେ କହିବା ଯେ ତୃତୀୟ ପାହଚ ଏଇସବୁ ଆଜ୍ଞା ଭୁଲ କଥା। କିନ୍ତୁ ଦଶରଥ ଗଣ୍ଡାଙ୍କର ଆସ୍ୱାଦନା କରନ୍ତି, କିନ୍ତୁ ସେ ଆସ୍ୱାଦନା ଦ୍ୱାରା ଗଣ୍ଡାଙ୍କର ଅନେକ ପ୍ରକାର ବିସ୍ଫୋରଣ ହେବା ଦ୍ୱାରା ତେଣୁ ସିଏ କହିଥିଲେ ଯେ ଗୋଟିଏ କଥା ଯେ ବାସ୍ତବରେ ଜଣେ ମଣିଷ ତିଆରି ହବ ଯିଏ କେହି ପଶୁବଧ କରିବ ନାହିଁ। ତେଣୁ ବାସ୍ତବ ରୂପରେ ବି ମଧ୍ୟ ରାମଚନ୍ଦ୍ର କହିଲେ ତାଙ୍କ ମାନସିକ ଚିନ୍ତା କରିଥିଲେ ନା ଦେବବଂଶୀ ଭିତରେ ଯେ ଆମେ ଗୋଟେ ଗଣ୍ଡା ବଧ କରିକି ପିତୃଶ୍ରାଦ୍ଧକୁ ଅର୍ପଣିତ କରିବୁ। ତେଣୁ ଏଇ ଅର୍ପିତଟା ତାଙ୍କ ପାଇଁକି ଆଜ୍ଞା ଭୂତକୁ ଭବିଷ୍ୟତ ପାଇଁ ଅଭିଶାପ୍ତ ଭଳିଆ। ଆପଣ କଣ କହିବେ? ଆପଣ ଆଜ୍ଞା କଥା କି ମୋର ଟିକେ ମନେ ପଡୁଛି। ଦେଖନ୍ତୁ ମୁଁ କହିଦଉଛି ଆଜ୍ଞା ଏ ଯୋଉ ସୂର୍ଯ୍ୟବଂଶ ଆଜ୍ଞା 2 ଜଣଙ୍କୁ ସେମାନେ ବଧ କରିଛନ୍ତି। ରାମଙ୍କର ପୂର୍ବଜଙ୍କୁ ସେ 2 ଜଣ ବଧ କରିଛନ୍ତି। ସେଇ ପିତୃହନ୍ତାକୁ ଏମାନେ ବଧ କରିବେ। ଆଜ୍ଞା ବୃତ୍ତାସୁର ସେଠାରେ ରଘୁ ଜଣେ ଆସୁଛନ୍ତି। ଠିକ ଅଛି। ଲକ୍ଷ୍ମଣ ଆଜ୍ଞା ହେଲେ 2 ଲୋକଙ୍କ ପୁତ୍ର ହେଲେ ରଘୁ ରାଜାଙ୍କୁ ତ ବଧ କରିବେ। ମତେ କୁହନ୍ତୁ ଲକ୍ଷ୍ମଣ ରାଜା ହେବା ପାଇଁ କିଏ ମନସ୍କାମନା କଲା? ଉର୍ମିଳା। ଆପଣ ସୀତା। କାରଣ ଏ 3 ଜଣ ଦୈତ୍ୟକୁ ଯେତେବେଳେ ବଧ କରି ଫେରିଛନ୍ତି ପୁଣି ସେତେବେଳେ ଜାନକୀକୁ ଯେତେବେଳେ ପଚାରିଲେ ଜାନକୀ କହିଲେ ଯେ ଯେଉଁ ରାଜ୍ୟକୁ ଯାଇ ଯେଉଁ ଅସୁର ମାନଙ୍କୁ ବିନାଶ କରିଛ ସେ ରାଜ୍ୟରେ ଯାଇ ତୁମେ ରାଜା ହୁଅ। ଠିକ ଅଛି। ସୀତା ମନସ୍କାମନା କଲେ ଏଇଟା କୋଉଠି କରିଥିଲେ? ଆଜ୍ଞା ଅଯୋଧ୍ୟାରେ। ଆପଣ ବିଷୟଟା ସାର୍ ଥିଲା ଯେ ଆମର କୋଉଠି ମନସ୍କାମ କରିଥିଲେ ଲକ୍ଷ୍ମଣକୁ ସାର୍ ପଞ୍ଚବଟୀ ବନରେ ବୋଧେ ମୁଁ ଭାବୁଛି। ଲକ୍ଷ୍ମଣ ସୀତା ଏକ ଜାଗାରେ ବଟ ବୃକ୍ଷ ମୂଳେ। ଆଜ୍ଞା ଲକ୍ଷ୍ମଣ କହିଲେ ମତେ 14 ବର୍ଷ ଯାକେ ନିଦ ହବନି,
ମୁଁ ଏଇଟା ମନସ୍କାମନା କରୁଛି। ସୀତା କହିଲେ ଚାରି ଭାଇ ଯାକ ରାଜା କେମିତି ହେବେ, এইটা সেদিন সীতা মনস্কামনা କରିଛନ୍ତି। ମୁଁ ଧରୁଛି ଆଜ୍ଞା ଯେତେବେଳେ ସେମାନେ ବଧ କରିକି ଫେରିଛନ୍ତି ଆଗରୁ ସେ ମନସ୍କାମନା କରିଛନ୍ତି। ଠିକ ଅଛି, ଲକ୍ଷ୍ମଣ ଏବେ ଯୁଦ୍ଧକୁ ଯାଉଛନ୍ତି। ଲକ୍ଷ୍ମଣ ଯୁଦ୍ଧକୁ ଯିବେ, ଟିକେ ସଜାଇ ଦିଅ ପ୍ରଭୁ। ସମସ୍ତେ ଆଗ ଭାଇ କହୁଛନ୍ତି, ସମସ୍ତେ ଆଗ ସଜେଇ ଦିଅ, ତାପରେ ନାରୀ ମାନେ ସଜେଇବେ। ହେଁ ପରେ ସଜାଇ ଦେ ରେ ତାକୁ ବୀର ରକ୍ତ ଦେଇ, ସଜାଇ ଦେ ରେ ତାକୁ ବୀର ରକ୍ତ ଦେଇ, ଏ ସିନ୍ଦୁର କାଳିକା ମାତ ଥିବ ମତେ ଦେଇ ରେ, ଦିଅ ଦିଅ ତାକୁ ଦିଅ ଦିଅ, ବଧି ଯିବ ରାକ୍ଷସର ସୁଅରେ, ଦିଅ ଦିଅ। भाई हेली मु भाई हिसाब रे माने मन कर जो लक्ष्मण जीवे आज मु भाई मान को मु दा सोजे भी कहिबी मु तो सोजे परिबिनी तेनु निर्देशना देली मोर सहचरी मान को एवं लोक मान को मोर जते के तल लेवल अछंती पात्र मंत्री को समस्त को कहले जे मो भाई जे ताले आपण लक्ष्मण को सजौचंती आज्ञा किंतु लक्ष्मण को जणे सेपरेट सजै चंदे मुखिया हेगी आज्ञा सीए किए लक्ष्मण को सजैते प्रथम कहल आज्ञा कोन रूप ने सजै जने एटा भी टिके आइबो ना ए कोण सुंदरी पुष्पमालो देई दियो लोके बंदन ये पादे धौत करी देई पुष्प दीप मुखरे देई दीप गो दियो दियो बंदाई ये हुड़ा हुड़ी सब दे उठुई धाई दियो दियो सदाई মানে নানা দিন নৈবেদ্য এই পুষ্প দীপ অর্ঘর পয়র সধারে এ মাতাঙ্ক শীর্ষক দেই শিরে দোষ বল থান্তি কেতে আদরে হে দেই পুরুষ ঠারে এ দিও দিও হে আনন্দ সধারে হে দেই পুরুষে ঠারে ए पक्षरु लक्ष्मण को सजाइले आपण हमें भाबे लक्ष्मण सजा हले बोली आपण हनुमान को सजांतु अब सीता
কপা সরু এনে হইল বেলারি বীর লক্ষণ চঞ্চলে কমিলে তো জ্ঞানী উর্মিলা পুরে যাই হইলে প্রবেশ বর্ণ সারি সর ব্যঞ্জনা বিশেষ আজ্ঞা দেখো জনার শিষ্য লক্ষ্মণ সহিতে গমন করন্তি শুণন্তু সভারি দুঃসখী উর্মিলা পুরে হইল প্রবেশ বাপ শিষ্যটি হরিণ রস এই সময়ে উর্মিলাসীর হনুমন্তটু সহজাতি তক্ষণ উর্মিলার পাখু হরি মারুতি লক্ষ্মণ সঙ্গ তরে করে গতি আজ্ঞা নারী রূপ বুঝতি ধরি হনুমান করতি গমন সঙ্গে অছি চৌরি କଥାରେ କୁହନ୍ତୁ କେତେ ଆଜ୍ଞା 25 ଜଣ ବା 21 ଜଣ ଯାଇଥିଲେ ଆପଣ ଆଜ୍ଞା 21 ଜଣ ନାରୀ ରୂପ ଧାରଣ କରି ଯାଇଛନ୍ତି 36 36 35 ଜଣେ ରଥୀ ଇଏ ହେଲା 36 ଠିକ ଅଛି ପହଞ୍ଚିଛନ୍ତି ଦରବାରରେ ହୁଙ୍କାର ଦିଅନ୍ତୁ ଆପଣ ଯୁଦ୍ଧ କରିବା ପାଇଁ ଯାଇଛନ୍ତି ରାଜ ଦରବାରରେ ଲକ୍ଷ୍ମଣ ହନୁମାନ ସୈନ୍ୟ ସାମନ୍ତ ବାଡି କେତେ 36 ଜଣ ପହଞ୍ଚିଲେ ନାରୀ ରୂପରେ ଆଜ୍ଞା ଏଠି ଦୁଆରୀ ବସିଛି ଦୁଆରୀକୁ ଖବର ଦିଅନ୍ତୁ ଆପଣ ଦିଅନ୍ତୁ ସେ ଆଇବେ ଆଉ ପ୍ରଥମେ କୈଳସୁର ତ ଆଜ୍ଞା ଆଜ୍ଞା अरे जाओ जाओ रे अरे जाओ जाओ रे एक नारी पोलो के आसी छिरे जाओ जाओ रे स्वदेश देश जणा नाही किबा ओ बाकी बा नाही स्वदेश पदेशे
বেশরে যাও যাও রে এইଠି ଯେତେବେଳେ ଲକ୍ଷ୍ମଣ ପହଞ୍ଚିଛନ୍ତି ନାରୀ ବେଶରେ ବା ସୀତା ବେଶରେ ଇଏ ଉର୍ମିଳା ବେଶରେ ହନୁମାନ ଉର୍ମିଳା ବେଶରେ ଲକ୍ଷ୍ମଣ ସୀତା ବେଶରେ ସୈନ୍ୟ ମାନେ ଦ୍ୱାରୀ ମନା କରୁଛନ୍ତି ତମେ ସ୍ତ୍ରୀ ଗୁଡାକ ଆମ ରାଜାଙ୍କ ସହିତ କଣ ଯୁଦ୍ଧ କରିବ। ଏଇଠି ଲକ୍ଷ୍ମଣ ମନରେ ଟିକେ କ୍ରୋଧ ହେଲା। ଲକ୍ଷ୍ମଣ ରାଗିକି ପଦଟେ କହିଲେ, ପଣ କଲେ, ଆପଣ ପଣଟା କରିକି ଯୁଦ୍ଧ ଆଡେ ଯିବା। রাজা হইবি বসি চক্র ଅନେକ ଆଲୋଚନା ହେଲା। ବାକ୍ୟ ଯୁଦ୍ଧ ଦିଦିପଦ କରିବେ ଆପଣ ମାନେ। ଏଇଠି ଲକ୍ଷ୍ମଣ କହୁଛନ୍ତି ଲକ୍ଷ୍ମଣ ନୁହେଁ ବର୍ତ୍ତମାନ ନାରୀ ଜଣେ କହୁଛି। ହଁ ଯେ ନାରୀ ବେଶଟା ସିନା କିନ୍ତୁ ସେ ଲକ୍ଷ୍ମଣ କହୁଛନ୍ତି ଯଦି ମୁଁ ହାରିଯିବି ଯୁଦ୍ଧରେ ପତ୍ନୀ ହେଇକି ରହିବି। ଯଦି ହାରିଯିବି ମୁଁ ସ୍ତ୍ରୀ ହେଇକି ତାଙ୍କର ରହିବି। ଡାକ 25-25 ହଉ ବାକ୍ୟ ଯୁଦ୍ଧ ଦିଦିପଦ ଦେବା କରିବେ ଆପଣ ମାନେ, ତାପରେ ସମ୍ପନ୍ନ କରିବା। କିନ୍ତୁ ଅଲଗା ଭାଷା ନାହିଁ, କବିଙ୍କର ଭାଷା। କବିଙ୍କର ଶୁଦ୍ଧ ଦଣ୍ଡ ସଂସ୍କୃତି ଗୀତ ଦିଦିପଦ ବାକ୍ୟ ଯୁଦ୍ଧ। ଗାଇଥିଲେ ଆମର କେ କାହାର ମୁଣ୍ଡେ ପିଠଇ ଲୋଠା, କେ କାହାର ମୁଣ୍ଡେ ମାରେ ଗୋଇଠା, କେବଳ ରହ ରହବାରେ ଚଠା, ଆଜ ମୁଁ ଖାଇଯିବୁ ମିଠାଇ ପିଠା। ମୁଁ ସେଦିନ ୟୁଟ୍ୟୁବରେ ଦେଖିଦିଏ ଭାଇ କଥାଟା, ସେ ଯାହା ଲେଖିଛନ୍ତି ମୁଁ ଗାଇ ହଇରେ ଶଳା ତୁ ପକାନି ଲୋଠା, ପ୍ରଥମ ଗୀତଟା। ତେଣୁ ଏତିକି ପଦ ଛଡା ଆଉ କିଛି ସାର୍ ବି ଥିଲେ, ଆମର ସଞ୍ଜୟ ବାବୁ ଥିଲେ, ଯାହା ଲେଖା ହେଇଛି କବି ତା ଦ୍ୱିତୀୟ ପଦ ଲେଖା ହେଇଛି କେ କାହାର ମୁଣ୍ଡେ ପିଟଇ ଲୋଠା, କେ କାହାର ମୁଣ୍ଡେ ମାରଇ ଲୋଠା, କେବଲେ ରହ ରହାରେ ଚଠା, ଆଜ ମୁଁ ଖାଇଯିବୁ ମିଠାଇ ପିଠା, ଦେଖିବୁ କୃତାନ୍ତ କୁଠା, ଛେଳି ପଲ ବ୍ୟାଘ୍ର ସଙ୍ଗତେ ଲଢୁଛ ଲାଗିବ ମରଣ ଅଠା। ଯୋଉଟା କବି ଲେଖିଛନ୍ତି ଆମେ କଣ କରିବା କି? ସେତିକି କଥାରେ ଆଗକୁ କଥା ଯାଇଥିଲେ। ତେଣୁ ଆମର ତ ସେଭଳିଆ ନୁହଁ। ତେଣୁ ଜଣେ ନାରୀ ଭୂମିକାରେ ଜଣେ ଅଭିନୟ ଅଛି, ଆଉ ଜଣେ ପୁରୁଷ ଭୂମିକାର ଅଛି। ତେଣୁ ତା ଭିତରେ କୋଉ ପ୍ରକାର ଆକର୍ଷଣ ରହିବ ସେ ବିଷୟକୁ ଅନୁଗତ କରିବା।
ବାକ୍ୟ ଯୁଦ୍ଧ ହେବ ମାନେ ଆଜ୍ଞା ଜଣେ ଜଣକୁ ଯଦି ସାମ୍ନା ସାମ୍ନି ହେଇଛି ତୁ ମୋର କଣ କରିପାରିବୁ କି? এইଭଳି ଆଜ୍ଞା ବାକ୍ୟ ଯୁଦ୍ଧ ହେବ ଜଣେ ଜଣକୁ କହୁଛି ତୁ ମୋର କଣ କରିପାରିବୁ କି? ତେଣୁ এইଭଳି ହେଲା କଳିଟେ ହୁଏ। ମୁଁ ଯଦି କହୁଛି ଭାଇ ତୁ ମୋର କଣ କରିପାରିବୁ କି? ନା ତମେ କହିବ ତୁ ମୋର କଣ କରିପାରିବୁ? এইଭଳି ଆଜ୍ଞା କଳିଟେ ହୁଏ। ତେଣୁ ହେବ ଆଜି ଲକ୍ଷ୍ମଣ ସୀତା ରୂପରେ ଥିଲେ ବି କାରଣ ଜଣେ କ୍ଷତ୍ରିୟ ବି ନାହିଁ ଏ ଛାଗ ସଙ୍ଗେ କିବା ହୋଇବୁ ବେଦା ଶଙ୍ଖ ସଙ୍ଗେ କିବା ହୋଇ ଗେଲା ସମର ସ୍ଥାନରେ ଆଦରଣା ଯିବ ରହ କେଳେ ଭେଟା କି ଭାଇ ବୀର ପୁରୁଷ କରୁଥଲାନି ପେଶା ପଲାସି ହୋଇରୁନି यापर सौरा 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 यापर মুখাদি সই মুখদি দণ্ডি পুরুষতি ভাবি সকরি ভোলানি ডাকি দুর্দনী বল ধরি এ রখিবি পাখরে আজি রমিবি দেই তন্ডি মো ভাই